ଏହା ଏକ ଐତିହାସିକ ଅବସର ଯାହା କେବଳ ଆମ ନ୍ୟାୟପାଳିକାର ସମୃଦ୍ଧ ପରମ୍ପରାକୁ ପାଳନ କରେ ନାହିଁ, ବରଂ ଆଗାମୀ ପିଢ଼ି ପାଇଁ ଏହାକୁ ସଂରକ୍ଷିତ ରଖିବାକୁ ଆମର ସାମୂହିକ ପ୍ରତିବଦ୍ଧତାକୁ ମଧ୍ୟ ଦର୍ଶାଯାଇଥାଏ। ଆଜି ପରି ଏହି ଅବସରରେ ସାମ୍ପ୍ରତିକ ସାମାଜିକ ଏବଂ ରାଜନୈତିକ ସ୍ଥିତି ବିଷୟରେ ବିଭିନ୍ନ ମଞ୍ଚରେ ଆଲୋଚନା ହେବା ଆବଶ୍ୟକ। ଆମେ ସମସ୍ତେ ଜାଣିଛୁ ଯେ ବିଧେୟିକା ଲେଜିସ୍ଲେଚର, କାର୍ଯ୍ୟପାଳିକା ଏକ୍ଜିକ୍ୟୁଟିଭ ଏବଂ ନ୍ୟାୟପାଳିକା ଜୁଡ଼ିସିଆରୀ ଗଣତନ୍ତ୍ରର ସବୁଠାରୁ ସୁଦୃଢ଼ ତିନୋଟି ସ୍ତମ୍ଭ। ଆଉ ଚତୁର୍ଥ ସ୍ତମ୍ଭ ହେଲା ଗଣମାଧ୍ୟମ। ନ୍ୟାୟପାଳିକାର କାମ କେବଳ ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନ କରିବା ନୁହେଁ, ଦେଶର ଗଣତନ୍ତ୍ରକୁ ସୁରକ୍ଷା ଓ ସୁଦୃଢ଼ କରିବା ପରି ଗୁରୁଦାୟିତ୍ୱକୁ ନ୍ୟାୟାଳୟର କାନ୍ଧରେ ଆମ ସମ୍ବିଧାନ ନିର୍ମାତାମାନେ ନ୍ୟସ୍ତ କରିଛନ୍ତି ଏବଂ ଗତ 75 ବର୍ଷ ହେଲା ଏହି ଗୁରୁଦାୟିତ୍ୱକୁ ସୁଚାରୁ ରୂପେ ତୁଲେଇ ଆସୁଛନ୍ତି। ଆପଣମାନେ ସମସ୍ତେ ଅବଗତ ଅଛନ୍ତି ଯେ ଯେଉଁ ସମୟରେ ଭାରତ ସ୍ୱାଧୀନ ହୋଇଥିଲା ସେ ସମୟରେ ପ୍ରାୟ 50ରୁ ଅଧିକ ରାଷ୍ଟ୍ର ବିଭିନ୍ନ ଉପନିବେଶବାଦୀ ଶାସକଙ୍କ ଠାରୁ ସ୍ୱାଧୀନତା ପାଇଥିଲେ, କିନ୍ତୁ ଭାରତ ବ୍ୟତୀତ ପ୍ରାୟ ଅନ୍ୟ କୌଣସି ରାଷ୍ଟ୍ରରେ ନିରବିଚ୍ଛିନ୍ନ ଭାବେ ନିର୍ବାଚିତ ସରକାରମାନେ ଶାସନ କରିନାହାନ୍ତି। ସବୁଠାରୁ କୌଣସି ନା କୌଣସି ସମୟରେ ଏକଛତ୍ରବାଦ ଏବଂ ସାମରିକ ଶାସନ ଚାଲିଥିଲା ଏବଂ ବର୍ତ୍ତମାନ ମଧ୍ୟ ଅନେକ ଦେଶରେ ଚାଲୁଅଛି। ଆମ ଦେଶରେ ଗତ ଶତାବ୍ଦୀର 70 ଦଶକରେ ଜରୁରୀକାଳୀନ ପରିସ୍ଥିତି ମାଧ୍ୟମରେ ଏପରି ଅପଚେଷ୍ଟା ହୋଇଥିଲା, କିନ୍ତୁ ଏ ଦେଶର ତୃତୀୟ ଓ ଚତୁର୍ଥ ସ୍ତମ୍ଭ ଅର୍ଥାତ୍ ନ୍ୟାୟପାଳିକା ଏବଂ ଗଣମାଧ୍ୟମ ଅନେକ ତ୍ୟାଗ ଓ ବଳିଦାନ ସହ ପୁନର୍ବାର ଗଣତନ୍ତ୍ରକୁ ପୁନର୍ସ୍ଥାପନା କରିପାରିଥିଲେ। ଗତ 7 ଦଶକରେ ଅନେକ ବିଚାରପତି ନ୍ୟାୟପାଳିକାର ଗର୍ବ ଓ ଗୌରବକୁ ବଜାୟ ରଖିବାରେ ନିଜ ନିଜର ଯୋଗଦାନ ଦେଇଛନ୍ତି। ଆଜି ମଧ୍ୟ ସେହିପରି ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ମାନ୍ୟବର ନ୍ୟାୟାଳୟଙ୍କର ପ୍ରତ୍ୟେକଟି ଫୈସଲା ସେମାନଙ୍କର ସାମାଜିକ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟ ତନ୍ନ ତନ୍ନ କରି ତର୍ଜମା କରାଯାଉଛି। ନ୍ୟାୟାଳୟରେ ସବୁବେଳେ ଜଣଙ୍କର ଜିତାପଟ ହୋଇଥାଏ ଏବଂ ଆଉ ଜଣଙ୍କର ହାର। ଏହି ପରିପ୍ରେକ୍ଷୀରେ ମୁଁ ସମସ୍ତଙ୍କୁ ମନେ ପକାଇ ଦେବା ପାଇଁ ଚାହେଁ ଯେ ଆଜି ନ୍ୟାୟଦେବୀଙ୍କ ଚକ୍ଷୁରୁ ଅନ୍ଧପୁଟୁଳି ହଟିଯାଇଛି। ଆଜି ନ୍ୟାୟଦେବୀ ଉନ୍ମୁକ୍ତ ନୟନରେ ଗୋଟିଏ ହାତରେ ସମ୍ବିଧାନ ଏବଂ ଅନ୍ୟ ହାତରେ ନ୍ୟାୟର ତରାଜୁ ଧରି ଉଭୟ ପକ୍ଷଙ୍କୁ ଶୁଣାଣି ସମ୍ବିଧାନ ବିଧି ବ୍ୟବସ୍ଥା ଅନୁଯାୟୀ ନ୍ୟାୟ ପ୍ରଦାନ କରୁଛନ୍ତି। ଭାରତୀୟ ନ୍ୟାୟ ବ୍ୟବସ୍ଥା ସାରା ବିଶ୍ୱରେ ଅନନ୍ୟ। ଭାରତର ଗଣତନ୍ତ୍ର, ସ୍ୱତନ୍ତ୍ର ମିଡ଼ିଆ ଏବଂ ନିରପେକ୍ଷ ନ୍ୟାୟପାଳିକା ପାଇଁ ସମଗ୍ର ବିଶ୍ୱରେ ସମ୍ମାନର ଅଧିକାରୀ ହେଉଛି। ଏଥିପାଇଁ ସାରା ଦେଶ ଆଜି ଗର୍ବିତ ଅଟେ। ନ୍ୟାୟ ବ୍ୟବସ୍ଥାକୁ ଅଧିକ ଚଳଚଞ୍ଚଳ ଏବଂ ତ୍ୱରିତ କରିବା ପାଇଁ 150 ବର୍ଷର ବ୍ରିଟିଶ ଆଇନକୁ ବିଦାୟ ଦେଇ ନୂତନ ବିଧି ବ୍ୟବସ୍ଥା ଯଥା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମର ପ୍ରଣୟନ କରାଯାଇଛି। ଏହାଦ୍ୱାରା ଲୋକଙ୍କୁ ଉଚିତ ଏବଂ ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇପାରିବ। ଏହି ନ୍ୟାୟ ପ୍ରଦାନ ଦିଗରେ ବିଧିବିଧାନ ସହିତ ଭିତ୍ତିଭୂମିର ନିଶ୍ଚିତ ଆବଶ୍ୟକତା ମଧ୍ୟ ଅଛି। ଏହି କ୍ରମରେ କିଛି ଦିନ ତଳେ ଭୁବନେଶ୍ୱରଠାରେ ଅତ୍ୟାଧୁନିକ ଜିଲ୍ଲା ନ୍ୟାୟ ପରିସରର ଉଦ୍ଘାଟନୀ ବିଶେଷ ଭାବରେ ଉଲ୍ଲେଖନୀୟ, ଯାହାକି ଏହାକୁ ମହାମହିମ ରାଷ୍ଟ୍ରପତିଙ୍କର ଉପସ୍ଥିତିରେ ତାହା ସମ୍ପାଦନ କରିବା ନିଶ୍ଚିତ ଭାବରେ ଆମ ସରକାର ବହୁତ ବଡ଼ ଗୋଟିଏ ଘଟଣା। ବିଚାର ବ୍ୟବସ୍ଥା ଭିତ୍ତିଭୂମି ନିର୍ମାଣ ଦିଗରେ ଆଉ ଏକ ପାଦ ଆଗକୁ ଯାଇ ଆଜିର ଏହି ସେଣ୍ଟର ଫର୍ ଜୁଡ଼ିସିଆଲ ଆର୍କାଇଭ୍ର ଯେଉଁ ଉଦ୍ଘାଟନୀ ଆମ ଆଇନଗତ ବ୍ୟବସ୍ଥାର ଏକ ସମୃଦ୍ଧ ଐତିହ୍ୟର ଭଣ୍ଡାର ଭାବରେ ଏହା କାର୍ଯ୍ୟ କରିବ। ନ୍ୟାୟପାଳିକା ସମ୍ବିଧାନର ରକ୍ଷକ ଏବଂ ଏହା ନ୍ୟାୟର ମଧ୍ୟ ରକ୍ଷକ। ବର୍ଷ ବର୍ଷ ଧରି ଓଡ଼ିଶା ହାଇକୋର୍ଟ ଗଣତନ୍ତ୍ର, ସମାନତା ଓ ନିରପେକ୍ଷତାର ମୂଲ୍ୟବୋଧକୁ ବଜାୟ ରଖି ଅନେକ ଐତିହାସିକ ରାୟ ମଧ୍ୟ ଦେଇ ଆସିଛନ୍ତି।
ଆଇନଗତ ଇତିହାସ, ଐତିହାସିକ ମାମଲା ଏବଂ ଅମୂଲ୍ୟ ଉଦାହରଣର ଭଣ୍ଡାର ହେବ। ଏହା ଓଡ଼ିଶା ଏବଂ ଆମ ଦେଶର ଆଇନଗତ ଦୃଶ୍ୟପଟକୁ ଚିରସ୍ଥାୟୀ କରିପାରିଛି। ନ୍ୟାୟପାଳିକାର ପ୍ରଗତିଶୀଳ ଦୃଷ୍ଟିକୋଣକୁ ଏହି କେନ୍ଦ୍ର ପ୍ରତିଫଳିତ କରୁଛି। ଏହା ନ୍ୟାୟ ପ୍ରଶାସନଠାରୁ ଆଗକୁ ଯାଇ ଇତିହାସ, ସଂସ୍କୃତି ଓ ଶିକ୍ଷାର ପରିସରକୁ ମଧ୍ୟ ବ୍ୟାପକ କରିବ। ନ୍ୟାୟିକ ଦସ୍ତାବିଜ, ରେକର୍ଡ ଏବଂ କଳାକୃତିର ସଂରକ୍ଷଣ ହେଉଛି ସେଣ୍ଟର ଫର ଜୁଡ଼ିସିଆଲ ଆର୍କାଇଭ୍ସର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଯୁଗ ଯୁଗ ଧରି ଆଇନ ଗବେଷକ, ଛାତ୍ର ଏବଂ ଐତିହାସିକମାନଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ ହୋଇକରି ରହିବ। ଆଜି ମଧ୍ୟ ଯେତେବେଳେ ଏହାକୁ ଉଦ୍ଘାଟନ କରାଗଲା ଏବଂ ଏହି ଅବସରରେ ମୋତେ ମଧ୍ୟ ସୁଯୋଗ ମିଳିଲା ତାକୁ ପରିଦର୍ଶନ କରିବା ପାଇଁ, ଆପଣମାନେ ଯେଭଳି ଭାବରେ ଏ ଆର୍କାଇଭ୍ର ଗୁରୁତ୍ୱକୁ ଉପଲବ୍ଧି କରିକି ତାକୁ ଆଜି ଏଠି ପ୍ରତିଷ୍ଠା କରାଇପାରିଛନ୍ତି ଏବଂ ଯେଭଳି ଭାବରେ ତାକୁ ଆପଣମାନେ ଷ୍ଟୋର କରିବା ପାଇଁ ଯାଉଛନ୍ତି ଏବଂ ଯେଉଁ ଦୀର୍ଘ 200 ବର୍ଷରୁ ଅଧିକ ହେବ ଯେଉଁ ନଥିପତ୍ର ଦସ୍ତାବିଜ ଗୁଡ଼ିକ ଆଜି ଆପଣମାନେ ତାକୁ ପୁନର୍ବାର ଆଉ ଥରେ କେମିକାଲ ମାଧ୍ୟମରେ ପ୍ରୋସେସ୍ କରିକିରି ଆପଣମାନେ ତାକୁ ସ୍ଥାପନା କରୁଛନ୍ତି। ନିଶ୍ଚିତ ଭାବରେ ଏହା ଆମ ଓଡ଼ିଶାର ଗର୍ବ ଗୌରବକୁ ଏବଂ ଆମର ଯାହା ବି ଆମର ରେକର୍ଡ ଅଛି ତାକୁ ସାଇତି ରଖିବା ଆଗାମୀ ପିଢ଼ି ପାଇଁ ଏବଂ ସମସ୍ତଙ୍କୁ ଯେଉଁ ଜାଣିବାର ଅଭିପ୍ରାୟ ଅଛି ତାହା ନିଶ୍ଚିତ ଭାବରେ ଆଜି ଯେଉଁ ପଦକ୍ଷେପ ନିଆଯାଇଛି ସେଥିପାଇଁ ମୁଁ ଶତ ଧନ୍ୟବାଦ ପ୍ରଦାନ କରୁଛି। ଏହି ପରିକଳ୍ପନାକୁ ବାସ୍ତବ ରୂପ ଦେବାରେ ମାନ୍ୟବର ମୁଖ୍ୟ ବିଚାରପତି ଏବଂ ମାନ୍ୟବର ଓଡ଼ିଶା ହାଇକୋର୍ଟର ବିଚାରପତିମାନେ ଅକ୍ଳାନ୍ତ ପ୍ରୟାସ କରିଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି। ନ୍ୟାୟପତି ଆପଣମାନଙ୍କର ସମର୍ପଣ ମନୋଭାବ ଏବଂ ନ୍ୟାୟିକ ଇତିହାସକୁ ବଜାୟ ରଖିବାର ଦୂରଦୃଷ୍ଟି ପ୍ରକୃତରେ ଖୁବ୍ ପ୍ରଶଂସନୀୟ। ଏହି ପଦକ୍ଷେପରେ ମାନ୍ୟବର ଆଇନମନ୍ତ୍ରୀଙ୍କର ଅତୁଟ ସହଯୋଗ ପାଇଁ ମୁଁ ତାଙ୍କୁ ମଧ୍ୟ ଆନ୍ତରିକତାର ସହିତ କୃତଜ୍ଞତା ଜଣାଉଛି। ଓଡ଼ିଶାରେ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ତାଙ୍କର ନେତୃତ୍ୱ ଓ ପ୍ରତିବଦ୍ଧତା ଉଦାହରଣୀୟ। ଓଡ଼ିଶା ସରକାର ନ୍ୟାୟପାଳିକାର ସଂସ୍କାର ଓ ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ। ନ୍ୟାୟିକ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଆଇନ ବ୍ୟବସ୍ଥାର ବୈଷୟିକ ଜ୍ଞାନକୌଶଳ କାର୍ଯ୍ୟକାରୀ କରିବା ଏବଂ ସମସ୍ତଙ୍କୁ ନ୍ୟାୟ ପହଞ୍ଚାଇବା ଦିଗରେ ଆମେ ଆମର ସହଯୋଗ ପ୍ରଦାନ କରିଛୁ। ଏହି ଆର୍କାଇଭ୍ ହେଉଛି ଏହି ସହଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ। ନ୍ୟାୟପାଳିକାକୁ ସଶକ୍ତ କରିବା ଦିଗରେ ନ୍ୟାୟ ବ୍ୟବସ୍ଥା ସମ୍ପର୍କିତ ତଥ୍ୟର ଅଧ୍ୟୟନ ଓ ଗବେଷଣା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାରେ ଦଣ୍ଡ ହାର ବୃଦ୍ଧି କରିବା ପାଇଁ ଆମ ସରକାର ପଦକ୍ଷେପ ନେଉଛନ୍ତି। ମହିଳା ହିଂସା ବିରୁଦ୍ଧରେ ଦଣ୍ଡ ବିଧାନ କରିବା ପାଇଁ 4ଗୋଟି ଜିଲ୍ଲାରେ ମହିଳା କୋର୍ଟ ପ୍ରତିଷ୍ଠା କରିବା ପାଇଁ ସରକାର ନୀତିଗତ ନିଷ୍ପତ୍ତି ମଧ୍ୟ ନେଇଛନ୍ତି। ଆଗାମୀ ଦିନରେ ଏପରି ଅଧିକ ସ୍ୱତନ୍ତ୍ର ବିଚାରାଳୟ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କର ଦିଶାନିର୍ଦ୍ଦେଶରେ ପ୍ରତିଷ୍ଠା କରାଯିବ। କାର୍ଯ୍ୟପାଳିକାକୁ ନିଜ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ଯାହା ସବୁ ଆବଶ୍ୟକ ଆମ ସରକାର ସେସବୁ କରିବା ପାଇଁ ପ୍ରତିବଦ୍ଧ। ଆଉ ଏଥିପାଇଁ ମୁଁ ସରକାରଙ୍କ ପକ୍ଷରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟର ସହଯୋଗ କାମନା କରୁଛି। ନ୍ୟାୟିକ ଉତ୍କର୍ଷତାର ଏକ ନୂତନ ଅଧ୍ୟାୟର ଦ୍ୱାରରେ ଆଜି ଆମେ ଏଠାରେ ଠିଆ ହୋଇଥିବା ବେଳେ ମୁଁ ଏହି ବ୍ୟବସ୍ଥାର ସମସ୍ତ ଅଂଶୀଦାର ବିଚାରପତି, ଆଇନଜୀବୀ, ଗବେଷକ ଏବଂ ନାଗରିକମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ଏହି ଆର୍କାଇଭ୍କୁ ବ୍ୟବହାର କରନ୍ତୁ। ଏହା ନ୍ୟାୟିକ ବ୍ୟବସ୍ଥାର ଅତୀତ ଏବଂ ଭବିଷ୍ୟତ ମଧ୍ୟରେ ଏକ ସେତୁ ଭାବରେ କାର୍ଯ୍ୟ କରୁ। ଏହା ନ୍ୟାୟପୂର୍ଣ୍ଣ ଏବଂ ସମାନତା ଭିତ୍ତିକ ସମାଜ ଗଠନ ପାଇଁ ଆମର ଉଦ୍ୟମରେ ଏହା ଆମକୁ ମାର୍ଗଦର୍ଶନ ମଧ୍ୟ କରୁ। ଶେଷରେ ଏହି ମହତ୍ତ୍ୱପୂର୍ଣ୍ଣ ସଫଳତା ପାଇଁ ମୁଁ ମାନ୍ୟବର ହାଇକୋର୍ଟଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ମୋର ବିଶ୍ୱାସ ଯେ ସେଣ୍ଟର ଫର ଜୁଡ଼ିସିଆଲ ଆର୍କାଇଭ୍ସ ସମଗ୍ର ଦେଶରେ ଜ୍ଞାନର ଆଲୋକ ଏବଂ ନ୍ୟାୟିକ ଶିକ୍ଷା ପାଇଁ ଏକ ପ୍ରେରଣା ହେବ। ଆମ ବିଚାର ବ୍ୟବସ୍ଥାର ମନ୍ତ୍ର ହେଉଛି ଯତୋ ଧର୍ମ ତତୋ ଜୟ। ଏହାକୁ ଚରିତାର୍ଥ କରିବା ପାଇଁ ଆଜିର ଏହି ଆର୍କାଇଭ୍ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ପୁଣି ଥରେ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି। ଆଜି
जो सेंटर फॉर जुडिशियल आर्चिव्स जो आज ये भव्य भवन निर्माण होती 39 कोटी व्यय निर्माण करा जाई अछि एवं निश्चित भाव में आज यह एक आम ये जुडिशियरी विभागर एक संपत्ति ताकू साइती रखिबा एवं ताकू व्यवहार करिबा एवं ताकू कार्यकारी कराइबा आम समस्तंकर ये नैतिक दायित्व एवं कर्तव्य मध्य सेही भली भाव में किछि प्रस्ताव हाईकोर्ट तरफरु ऑनरेबल चीफ जस्टिस को तरफरु जो प्रस्ताव किछि आसीछि से प्रस्ताव गुड़िक निश्चित भाव में करबा पई आम सरकार त्वरित पर्याय रे ताकू विचार को नहीं विशेष करी बालेश्वर ठारे जिला न्यायालय पई आसीथिबा प्रस्तावटी को आम सरकार विचार करी 6 एकर जमीर एडवांस पोजेशन मंजूर करिसंती।